ମୋ ପୁତ୍ରକୁ ଏତେ ଥର ଖୋଜିଲି ତଥାପି ମୋ ପୁଅକୁ ପାଇଲିନି। ମୋ ଗୃହ ମଧ୍ୟରେ ବିଶ୍ରାମ କରିଛି, ତାଙ୍କ ଅପେକ୍ଷା କରି ରହିଥାଏ। ସେ କେତେବେଳେ ଆସୁଛି ଦେଖାଯିବ। ସେ ବି ଜାଣିବା କଥା, ଏତେ ବଡ଼ ହେଲାଣି, ସେ ନ ଖାଇବା ପୂର୍ବରୁ ମୁଁ କେବେ ଆଗରେ କିଛି ମଧ୍ୟ ଖାଉନି। ହେଲେ ସେ କୁଆଡ଼େ ସାଙ୍ଗସାଥୀ ବୟସ ଖେଳିବାକୁ ଯାଇଛି ଯେ ଏପର୍ଯ୍ୟନ୍ତ ବି ଗୃହକୁ ଫେରିନି। ଆସୁ, ତାକୁ ମୁଁ ଅପେକ୍ଷା କରେ। ଜାଣିପାରିଲି, ଏଇ ମୋ ପୁତ୍ର ଅର୍ଜୁନ। ଅର୍ଜୁନ, ଆରେ ଧନ, ଏତେ ବେଳ ହେଲା କୁଆଡେ ଯାଇଥିଲୁ? ଏତେ ବିଳମ୍ବିତ କାହିଁକି ହେଲା ରେ ଧନ? ହେଲେ ବାପା, ସର୍ବପ୍ରଥମେ ଏ ଅର୍ଜୁନର ଭୂମିଷ୍ଠ ପ୍ରଣାମ ଘେନା କରନ୍ତୁ, ତାପରେ ଯାଇ ସବୁ କହିବି। ଅର୍ଜୁନ, ଉଠରେ ବାବା ଉଠ, ଯଶସ୍ୱୀ ଲଭ। ମୋ ଆୟୁଷ ତୋତେ ଲାଗୁ 120 ବର୍ଷ ବଞ୍ଚରେ ବାବା। ହେଲେ ବାପା, ଧନ, କାହିଁକି ମୋର ବିଳମ୍ବ ହେଲା ଜାଣିଛ ବାପା? ହଁ ବାପା, ମୁଁ ନା ମୋ ସାଙ୍ଗମାନଙ୍କ ସହ ଖେଳା ବୁଲାରେ ଟିକେ ବ୍ୟସ୍ତ ରହିଗଲି। ଆରେ ଅର୍ଜୁନ ବାପା, ଆରେ ତୁ ତ ବାପାକୁ ଭୁଲିଯିବୁ। ନାଇଁ ବାପା, ବାପା, ତୁ ଜାଣିବା କଥା, ତୁ ନ ଖାଇଲା ପର୍ଯ୍ୟନ୍ତ ମୁଁ କେବେ ପାଣି ହେଲେ ଗ୍ରହଣ କରିଛି କି? ନାଇଁ ବାପା ନାଇଁ। ହେଲେ ଆପଣ ମତେ ଉଚିତ ସମୟରେ ଉଚିତ କଥା ମନେ ପକାଇ ଦେଇଛ। ମତେ ମଧ୍ୟ ମୋ ସାଙ୍ଗମାନଙ୍କ ସହ ଖେଲା ବୁଲା କରୁ କରୁ ବହୁତ ଭୋକ ହେଇଛି। ଆରେ ବାବା, ହଁ ବାପା, ସତରେ ଖାଇବା କଥା ଯେମିତି ମୋ ମୁଖରୁ ଉଠି ଯାଇଛି, ତୋ ପେଟରେ ଭୋକ ହେଲାଣି। ହଁ ବାପା। ହଉ ଠିକ ଅଛି ବାବା, ବିଳମ୍ବିତ ନ କରି ଚାଲ, ତୋତେ ମୋ କୋଳରେ ବସେଇ କିଛି ଖୁଆଇ ଦିଏ, ମୁଁ ମଧ୍ୟ କିଛି ଖାଇନେବି। ଆସନ୍ତୁ ବାପା। ବାପା, ଅର୍ଜୁନ, ଯୋଉ ଦିନରୁ ମୋ ମା ମତେ ଛାଡ଼ିକି ଚାଲିଗଲେ, ସେଦିନଠୁ ତୁମେ ମୋ ମା ହୋଇ ମୋର ସେବା ଯତ୍ନ କରିଥିବାରୁ ମୁଁ ଆପଣଙ୍କୁ କିଛି କହିବି ବାପା। ତୁ ମତେ କିଛି କହିବାକୁ ଚାହୁଁଛୁ? ନିଶ୍ଚୟ ବାପା। ପ୍ରକାଶ କଲେ ଧର, କଣ କହିବୁ? ବାପା, ତେବେ ମନ ଦେଇ ଶୁଣ। କହରେ ବାବା, କହ। ବାପା 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 ଧନ, ବାପା 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 ହସର ପାହାଡ଼ ତୁମେ ବାପା ମୋ, ଖୁସିର ଝରଣା ତୁମେ ବାପା ମୋ, ତୁମେ ତ ଗଡ଼ିଛ ମତେ ମାରିଲ ଲୁହ କେତେ, ସେ ଲୁହ ଲହୁରା ମୂଳ ଅଟଇୟ ମୂଳା ମୂଳ କ୍ଷୀର ଖୁଆଇଛ ସାଜି ମୋ ମା, ତୁମେ ଅଟ ବାପା ମୋ ଚଉପା, ତୁମେ ଅଟ ବାପା ମୋ ଚଉପା।
ଆଉ ଆଗକୁ କ'ଣ ଅଛି ଶୁଣିବ ବାପା? ଆଗକୁ ପୁଣି ଅଛି। ହଁ ବାପା। କହରେ ବାବା। ଏ ଜୀବନେ କେବେ ଦେଖିନି ମାକୁ ତୁମେ ବାପା ମା ମୋରା ନ ଖାଇଲେ ତୁମେ ଖୁଆଇଛ ମତେ ରହି ରାତି ଉଜାଗର ତୁମେ ମୋ ଜୀବନ ଡଙ୍ଗା ଭାବନି କେବେ ମହଙ୍ଗା ତୁମେ ମୋ ଜୀବନ ଡଙ୍ଗା ଭାବନି କେବେ ମହଙ୍ଗା କହିଛ ବହି କଷାଣ ଏହାକୁ କରିବା ସାଣ ଦୁନିଆରେ ତୁମେ ମୋ ଡରା ତୁମେ ଅଟ ବାପା ମୋ ଚଉବାହା ତୁମେ ଅଟ ବାପା ମୋ ଚଉବାହା ବାପା ଅର୍ଜୁନ ଆପଣ ମୋ ବାପା ହୋଇ ମଧ୍ୟ ମୋ ମାର କର୍ତ୍ତବ୍ୟ କରି ଆସୁଥିବାରୁ ଆପଣଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି ଏ ବାପା। ଅର୍ଜୁନ ବାପା ହେଲେ ଗୋଟିଏ କଥା ଜାଣିଛୁ ବାବା? କି କଥା ବାପା? ଆରେ ଧନ ବାପା ଦୁନିଆରେ ଯେତେ ବି ଆମେ ସବୁ ସନ୍ତାନ ମା ବାପାଙ୍କଠୁ ହିଁ ଜନ୍ମ ହେଇଛୁ। ସେଥିପାଇଁ ଗୋଟିଏ ତୋତେ ମୁଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥାଟା କହିବାକୁ ଚାହୁଁଛି। ହଁ ବାପା ଆଉ ସେ କଥାଟା ହେଲା ବାବା, ଆମର ତିନିଟି ଗୁରୁ ଅଛନ୍ତି ରେ ବା। ହଁ ବାପା। ପ୍ରଥମ ଗୁରୁ କିଏ ଜାଣିଛୁ? ନା ବାପା ମୁଁ ଜାଣିନି। ପ୍ରଥମ ଗୁରୁ ହେଉଛନ୍ତି ଜନ୍ମଦାତ୍ରୀ ମାତା। ନିଶ୍ଚୟ ହେଲେ ବାପା। ଧନ ଜନ୍ମ କଲା ଦିନ ଠାରୁ ତୁ ତ ତୋ ମା ମୁଖ ଦର୍ଶନ କରିବୁ। ନା ମୁଁ ବାପା। ତତେ ମା ରୂପରେ ଲାଳନ ପାଳନ କରି ସେଇ ପ୍ରଥମ ଗୁରୁ ହେଇସାରିଛି। ହଁ ତ। ଆଉ ଦ୍ୱିତୀୟ ଗୁରୁ ହେଉଛନ୍ତି ପିତା। ହଁ ବାପା। ମୁଁ ତ ତୋ ପିତା, ଆଉ ଦ୍ୱିତୀୟ ଗୁରୁ ବି ହେଇସାରିଛି। ନିଶ୍ଚୟ ବାପା। ତୃତୀୟ ଗୁରୁ କିଏ ଜାଣିଛୁ? ନା ବାପା ମୁଁ ଜାଣିନି। ତୃତୀୟ ଗୁରୁ ହେଉଛନ୍ତି ବିଦ୍ୟାଦାତା, ହଁ ବାପା। ମାନେ ଆମ ଗୁରୁ। ନିଶ୍ଚୟ ବାପା। ସେଥିପାଇଁ ବାବା ବାପା ମୁଁ ତୋତେ କିଛି ବିଦ୍ୟା ପ୍ରଦାନ କରି ତୋର ସେଇ ତୃତୀୟ ଗୁରୁ ହେବାକୁ ଚାହୁଁଛି। ଆପଣ ମୋତେ ବିଦ୍ୟା ପ୍ରଦାନ କରିବେ? ଅରେ ଧନ ତାହେଲେ ମୁଁ ମଧ୍ୟ ଗ୍ରହଣ କରିବା ପାଇଁ। ଅର୍ଜୁନ, ହଁ ବାପା। ଆଉ ସେଇ ବିଦ୍ୟାଟା ହେଉଛି ଅସ୍ତ୍ର ବିଦ୍ୟା। ବାପା ଯାହା ଧନ ବିଳମ୍ବିତ ନ କରି ଗୃହେ ଅସ୍ତ୍ର ଅଛି ନେଇକି ଆ, ତୋତେ ମୁଁ ଆଜି ଅସ୍ତ୍ର ବିଦ୍ୟା ପ୍ରଦାନ କରିବି। ଠିକ ଅଛି ବାପା। ଅରେ ଧନ ଟିକେ ଆରେ ବାବା। ଅର୍ଜୁନ ବାପା। ଗୋଟିଏ କଥା ମନେ ରଖ ବାବା, ହଁ ବାପା। ଏଇ ଯୁଦ୍ଧରେ ଯଦି ତୁ ମତେ ପରାସ୍ତ କରିଦେଲୁ, ମୁଁ ସତ କହୁଛି ତୋତେ ଏହି ମହିମଣ୍ଡଳରେ କେହି ବି ଯୁଦ୍ଧରେ ପରାସ୍ତ କରିପାରିବିନି। ଏହା ତୋ ପିତା ଚନ୍ଦ୍ରଭାନୁର ଅଟଳ ବାକ୍ୟ। ନିଶ୍ଚୟ ବାପା। ଏଇ ନେ ଅସ୍ତ୍ର ପ୍ରଦାନ କରୁଛି ତୋ ହସ୍ତରେ।
ତ ବାପା ଆପଣଙ୍କ ଏଇ ପୁଅ ଅର୍ଜୁନ ସର୍ବବିଦ୍ୟାରେ ହେଇଛି ନିପୁଣ। ପ୍ରକାଶ କରନ୍ତୁ ବାପା, ଆଉ ଆଗକୁ କି କାର୍ଯ୍ୟ କରିବ ଏ ଅର୍ଜୁନ? ଅର୍ଜୁନ, ବାପା ସତରେ ବାବା ମୁଁ ଜାଣିନଥିଲି ତୁ ଏତେ ବଡ଼ ଯୋଦ୍ଧା ବୋଲି। ଆରେ ବାପା ଯେମିତି ଯୁଦ୍ଧରେ ଯେମିତି ଗୋଟିଏ ପରାସ୍ତ କଲୁ, ହଁ ବାପା ସତରେ ବାବା ଜମାରୁ ଭୁଲି ପାରିବିନି। ହେଲେ ଅର୍ଜୁନ, ବାପା ତୋତେ ତୋର ଗୁରୁର ଦକ୍ଷିଣା ଦେବାକୁ ପଡ଼ିବ। ଗୁରୁ ଦକ୍ଷିଣା ହରେ ବାବା, ଏ ମୋ ପାଖରେ କଣ ଅଛି ଯେ ବାପା ମତେ କଣ ଦେବାକୁ ପଡିବ ଆପଣ କୁହନ୍ତୁ? ଆରେ ପାଗଲା, ବାପା ତୁ ତ ମୋର ଏକଇର ବାଲା ମିଶି କେଶର। ନିଶ୍ଚୟ ବାପା। ତୋତେ କଣ ମୁଁ ଧନ ସମ୍ପତ୍ତି ମାଗିବି? ନାଇଁରେ ବାବା ନାଇଁ। ଧନରେ ମୋର ଗୋଟେ ବହୁତ ଦିନର ମନସ୍କାମନାଟା ଏ ଯାଏ ପୂର୍ଣ୍ଣ ହେଇନି। ମୁଁ ତୋତେ ଗୋଟିଏ ବଚନ ମାଗିବି, ଆଉ ସେଇ ଶବ୍ଦଟା ଯଦି ତୁ ପୁରା କରିଦେବୁ, ତାହେଲେ ମୁଁ ଜାଣିବି ଯେ ନିଶ୍ଚୟ ମୋ ପୁତ୍ର ଅର୍ଜୁନ ମୋର ଶିଷ୍ୟ ରୂପରେ ତା ଗୁରୁକୁ ଦକ୍ଷିଣା ଦେଇଛି। ବାପା ଅର୍ଜୁନ, ଏବେ ଅକୁଣ୍ଠିତ ଚିତ୍ତେ ପ୍ରକାଶ କରନ୍ତୁ ବାପା। ଠିକ ଅଛି ବାବା। ଅର୍ଜୁନ ରେ, ବାପା ମନେ ପକା ସେଇ ତ୍ରେଥୟା ଯୁଗର କଥା। ହଁ ବାପା ତ୍ରେଥୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ପିତା ସତ୍ୟ ପାଳିବାକୁ 14 ବର୍ଷ ବନବାସ ଯାଇଥିଲେ। ହଁ ବାପା ହେଲେ ଧନ, ବାପା ଏଇଟା ତ କଲି ଯୁଗ। ତୁ ତ ସେଇ ରାମଚନ୍ଦ୍ର ଭଳି ହେଇପାରିବୁନି। ହେଲେ ମୁଁ କଣ କରିବି? ରାମଚନ୍ଦ୍ର ଭଳି ରହିଲେ ବି ଏ ଚନ୍ଦ୍ରଭାନୁର ଗୋଟିଏ ସୁନା ପୁଅ ହେବାକୁ ଚେଷ୍ଟା କର। ନିଶ୍ଚୟ କରିବି ବାପା। ଠିକ ଅଛି, ତାହେଲେ ପ୍ରକାଶ କରୁଛି ରେ ଧନ। ହଁ ବାପା ହଁ ଅର୍ଜୁନ, ବାପା ମନ ଦେଇ ଶୁଣିବୁ। ମୁଁ ଯାହା କହିବି ସେଇ ଶବ୍ଦଟାକୁ ତୁ ଉଚ୍ଚାରଣ କରିବୁ। ନିଶ୍ଚୟ ବାପା। କହରେ ଅର୍ଜୁନ, ଅକ୍ଷୟ ହେଉ ଏ ପାପ ଜଗତ, ଅଧର୍ମର ହେଉ ଜୟ। ଅକ୍ଷୟ ହେଉ ଏ ପୁଣ୍ୟ ଅର୍ଜୁନ, ବାପା ତୁ ତ ପିଲାଟି ଦିନରୁ ଜାଣିଛୁ ଭଲରେ ଥିଲେ ମୋ ସୁନା ପିଲା, ଆଉ ମୋ ମୁଣ୍ଡଟା ଯଦି ଏପଟ ସେପଟ ହେଇଯାଏ ଜମାରୁ ଲାଗନି ମୁଁ ସଲା ବେଇମାନ ତବେ। ବାପା। ସେଥିପାଇଁ ମୁଁ ଯାହା କହୁଛି ତୁ ତାହା କହିବା ବାଧ୍ୟ। ଠିକ ଅଛି ବାପା। କହରେ ଅର୍ଜୁନ, କହ। ଅକ୍ଷୟ ହେଉ ଏ ପାପ ଜଗତ, ଅଧର୍ମର ହେଉ ଜୟ। ଅକ୍ଷୟ ହେଉ ଏ ପୁଣ୍ୟ ଜଗତ। ଅର୍ଜୁନ, କେତେ ଯେ ସ୍ୱପ୍ନ ମୁଁ ଦେଖିଛି ରେ ଧନ, ସେଇ ସ୍ୱପ୍ନକୁ ତୁ କଣ ଧୂଳିସାତ କରିଦେବାକୁ ବସିଛୁ? କହରେ ମୋ ପୁଅ, ଥରୁଟେ ମାତ୍ର କହିଦିଅ। ଅର୍ଜୁନ, ବାପା ଯଦି ଏତେ ବଡ଼ ଲମ୍ବା ଶବ୍ଦଟା ଯଦି କହିପାରିଲୁନି, ତାହେଲେ ଗୋଟିଏ ଛୋଟିଆ ଶବ୍ଦଟା କହରେ ଧନ। କହରେ ଅର୍ଜୁନ, ଅଧର୍ମର ହେଉ ଜୟ। ଧର୍ମର ହେବ ଜୟ। ଆରେ କହରେ ବାବା, ଅଧର୍ମର ହେଉ ଜୟ। ଧର୍ମର ହେବ ହେ ଜୟ। ଅର୍ଜୁନ, ବାପା ଏ ତୁମେ କଣ ସବୁ କହି ଯାଉଛ? ଏଇଟା ଘୋର କଲିଯୁଗ ବାପା। ଅଧର୍ମର ଜୟ ହେବନି, କେବଳ ଧର୍ମର ହିଁ ଜୟ। ତୁମେ କାହିଁକି ଅମଣିଷ ହେବା ପାଇଁ ଚାହୁଁଛ? କେବେ ହେଲେ କହିପାରିବିନି ଅଧର୍ମର ଜୟ ହେଉ। ବନ୍ଧୁ, ମୁଁ ଆପଣଙ୍କୁ ସେଇଦିନ କହିଥିଲି, ୟାକୁ ଯଦି ଲାଲନ ପାଳନ କରିକି ବଡ଼ କରିବେ, ବଡ଼ ହେଲେ ତମକୁ ଚୋଟ ମାରିବ। ଆଜି ସେହି ସମୟ ଆସିଗଲା ବନ୍ଧୁ। ଆଜି ଆପଣଙ୍କୁ ଚୋଟ ମାରିଲା ନା? ବନ୍ଧୁ ଗୋବର୍ଦ୍ଧନ, ସତରେ ସେଦିନ କହିଥିଲ, ନ ମାନିଲି ତମ ବଚନକୁ। ହେଲେ ବନ୍ଧୁ,
କେମିତି ପ୍ରକାର ତାକୁ ବୁଝେଇ ସୁଝେଇ ଏଇ ଗୋଟିଏ ଛୋଟିଆ ଶବ୍ଦଟା ଥରେ ମାତ୍ର ତା ମୁଖରୁ ଶୁଣିବାକୁ ଚାହୁଁଛି ବନ୍ଧୁ, ଥରେ ମାତ୍ର ଶୁଣିବାକୁ ତା ମୁଖରୁ ଚାହୁଁଛି। ଠିକ କହିଛନ୍ତି ତ। ଆଉ ଆଜିକାଲି ଧର୍ମର ଜୟ ହଉନି, ଅଧର୍ମର ହଉଛି ଜୟ। ଅର୍ଜୁନ, ମୋ ବନ୍ଧୁ କହିବା ଅନୁସାରେ ଥରୁ ମାତ୍ରଟିଏ ଅଧର୍ମର ହବ ଜୟ ବୋଲି ଥରୁ ମାତ୍ରଟିଏ କହିବେ। ନା ମହାଶୟ, ପିଣ୍ଡରୁ ପ୍ରାଣ ଚାଲିଗଲେ ଚାଲିଯାଉ ପଛକେ କେବେ ହେଲେ ଅଧର୍ମର ଜୟ ହେବାକୁ ଦେବେନି, ଆଉ କଦାପି ଅଧର୍ମର ଜୟ ହେବନି। ଇରେ ବାପା, ମୁଁ ତତେ ହାତ ଯୋଡ଼ି ଅନୁରୋଧ କରୁଛି। ନା ମହାଶୟ, ଆପଣ ଏମିତି କୁହନ୍ତୁନି ମତେ। କହିପାରିବୁନି? ନା, ମୁଁ କହିପାରିବିନି। କହିପାରିବୁନି? ନା। ତାହେଲେ ଶୁଣ, ତାର ପରିଣାମଟା କଣ ହବ ଜାଣିଛୁ? ପରିଣାମଟା କଣ ହବ? ପରିଣାମଟା କଣ ହବ ଏଇ ଦେଖେ। ଏ ଅର୍ଜୁନ, ବାପା, କାହିଁକି ରେ ବାବା ଧନ, ତୁ ଏତେ ମାଡ଼ ଖାଇଲା ପରେ ବି ଗୋଟିଏ ଛୋଟିଆ ଶବ୍ଦଟା ଉଚ୍ଚାରଣ କରିପାରୁନି? ନା ମୁଁ ପାରିବିନି। କହିଦେ ରେ ବାବା, କହିଦେ, ଥରୁଟିଏ ମାତ୍ର କହିଦେ ରେ ଅର୍ଜୁନ। ନା ବାପା, ମୁଁ କହିପାରିବିନି। ଏ ଧନ, ଏଠିକି ଆ ରେ ବାବା, ଏଠିକି ଆ। ମତେ ଭାରି ଆରେ ଲାଗୁଛି। ଭୟ କରୁଛୁ କଣ? ଆସିଲୁ। ନାଇଁ ରେ ବାବା, ତୁ ତ ଜାଣିଛୁ ରେ ମୋର ଧନ, ମୋ ପୁଅ ମୋ ନୟନ ପିତୁଲା। ମୁଁ ରାଗି ଗଲେ ନିଜକୁ ସମ୍ଭାଳି ପାରେନି। ତୁ କାହିଁକି ଅଝଟ ହେଉଛୁ ରେ ଧନ? କହିଦେ ରେ ପୁତ୍ର, କହିଦେ ଥରୁଟିଏ ଅଧର୍ମର ହେଉ ଜୟ। ବାସ୍, ଧର୍ମର ହେବ ଜୟ। ଅର୍ଜୁନ, ତୁ ଭଲ ଭାବରେ ଜାଣିଛୁ ରାଗିଲେ ମୋ କାହାର ନୁହଁ। ବେଇମାନ, ଆଜି ତୋତେ ମାରୁ ମାରୁ ମାରିଦେବି। ଇରେ ବାପା, କାହିଁକି ଭୟ କରୁଛୁ? ତତେ ମାଡ଼ ଖାଇ କଣ ଭୟ ଲାଗୁନି? ଥରୁ ମାତ୍ର ମୋ ବନ୍ଧୁ କହିବା ଅନୁସାରେ କହିଦିଏ। ବନ୍ଧୁ କହିପାରନ୍ତା, ଆପଣ ପୁଅ ହେଇଥାନ୍ତା କହିପାରିଥାନ୍ତା। ଆଉ ସିଏ ଆପଣ ତାକୁ ପରା ବୃଦ୍ଧା ମୂଳରୁ ଉଠେଇ ଆଣିଛନ୍ତି। କଣ କହୁଛ ମହାଶୟ? ତାକୁ ଲାଳନ ପାଳନ କରିକି ବଡ଼ କରୁଛନ୍ତି। ସିଏ ଆପଣଙ୍କ ପୁଅ ନୁହଁ। ଯଦି ଆପଣଙ୍କ ପୁଅ ହେଇଥାନ୍ତା ନା ତାହେଲେ ଆପଣଙ୍କ କଥାଟା ତାକୁ ମାନିଥାନ୍ତା। ବାପା, ଏ ମହାଶୟ ଯାହା କହୁଛନ୍ତି ତାହା କଣ ସତ କି ବାପା? କୁହ ବାପା, କୁହ। ମତେ କଣ ସେଇ ବୁଧା ମୂଳରୁ ଉଠାଇ ଆଣିଛ? ମୁଁ କଣ ଆପଣଙ୍କ ଓରସରୁ ଜନ୍ମ ହେଇନି? ତୁମକୁ କହିବାକୁ ପଡିବ ବାପା, ତୁମେ ପଥର ସାଜିଲ କାହିଁକି? କହିଦିଅନ୍ତୁ, କହିଦିଅନ୍ତୁ। ତୁମେ ଯଦି ସତ କଥା ନ କୁହ ତାହେଲେ ଏଇ ତମ ପୁଅ ଅର୍ଜୁନର ରାଣ। अरे पगला, गोटिए
ଛୋଟିଆ ଶବ୍ଦ ପାଇଁ ଶେଷରେ ତୋ ପିତାକୁ ରାଣ ପକେଇ ଦେଲୁ। ପ୍ରାଣ ପକାଇଛି ମାନେ କହିବାକୁ ବାଧ୍ୟ। ବାବା ଅର୍ଜୁନ ରେ ବାବା କଇର ବିଶ୍ବିକେଶନ ମୋ ନୟନ ପିତୁଲା। ଏଠିକି ଆରେ ବାବା ନାଇଁ ରେ ବାବା ଜମାରୁ ବାଡ଼େଇବିନି। ଆରେ ଧନୁଆ ଆରେ ବାବା ତୁ କଣ ତାହେଲେ କହିପାରିବୁନି ଏଇ ଛୋଟିଆ ଶବ୍ଦଟା? ନା ବାପା କହିପାରିବି। ତୁ ତାହେଲେ ମୋ ପୁଅ ନୁହଁ ଭାଇ। ତୁ ଗୋଟିଏ ରାଜା, ତୁ ଗୋଟିଏ ବେଶ୍ୟାର ପୁଅ, ତୁ ଗୋଟିଏ ଦେହ ବ୍ୟବସାୟୀର ପୁଅ। ୟାକୁ କଣ କରିବା? ଆପଣଙ୍କ କଥା ମାନୁନି। ତାକୁ ବୁଝେଇବାକୁ ଚେଷ୍ଟା କରନ୍ତୁ ବନ୍ଧୁ, ତାକୁ ବୁଝେଇବାକୁ ଚେଷ୍ଟା। ଯଦି ନ ବୁଝିବ ତାହେଲେ ଆପଣଙ୍କ ଘରୁ ୟାକୁ ବିତାଡ଼ିତ କରିଦେବା। ନା ମହାଶୟ। ଇରେ ବାପା ଥରୁ ମାତ୍ର କହିବି, କହିଦବୁ ନା ନାହିଁ? ନା ମୁଁ କହିପାରିବି। କହିପାରିବୁନି? ନା ଆରେ ତୋର ବାପା ମା ଠିକ ଠିକଣା ନାହିଁ ମାନେ ତୁ ହଉଛୁ ଗୋଟାଏ ଗାରଜ। ନାଇଁ ଗାରଜ ପୁଅକୁ ମୋ ବନ୍ଧୁ ଘରେ ରହିବାର ସ୍ଥାନ ନାହିଁ। ନା ମହାଶୟ। ଜାଣିଛୁ ପିତା ମାତା ତୋର ଠିକ ଠିକଣା ନାହିଁ ମାନେ ଘର ଘର ଦ୍ୱାର ଦ୍ୱାର ବୁଲି ବୁଲି ତୋ ପିତା ମାତାର ଠିକଣାଟା ବୁଝିବୁ। କହିବୁ ମାଲୋ ମୁଠେ ଭିକ୍ଷା ଦିଅ, ବାପାଲୋ ମୁଠେ ଭିକ୍ଷା ଦିଅ କହି କହି ତୋ ପିତା ମାତାର ଠିକଣା ବୁଝିବୁ। ଚାଲି ଯା, ଚାଲି ଯା। অর্জুন তু পেরিয়া রে বাবা। তো বাপা পাখକୁ ফেরিয়া রে ধନ, তো ବାପା ପାଖକୁ ଫେରିଆ। ସେ ଆଉ ଫେରିବନି ବନ୍ଧୁ, ଚାଲିଗଲା ମାନେ ଭଲ। ବହୁତ କରନ୍ତୁ ଏତେ ବଡ ନିଷ୍ପତ୍ତି ନେବାକୁ ତୁମକୁ କିଏ ଆଦେଶ ଦେଇଥିଲା କୁହନ୍ତୁ ବନ୍ଧୁ? ତୁମେ ବନ୍ଧୁ ବନ୍ଧୁ ଭାବରେ ଥିବା କଥା। ତୁମ ମନକୁ ଯାହା ଆସିଲା ମୋ ବିଷୟରେ କାହିଁକି ମୁଣ୍ଡ ପୁରେଇଲ? ମୋ ପୁଅକୁ କାହିଁକି ତଡ଼ିଦେଲ? କାହିଁକି? ସିଏ ତ ଆପଣଙ୍କ ପୁଅ ନୁହଁ, କାହିଁକି ବାହାର କରିବି? ଦିନେ ଆପଣଙ୍କ ପ୍ରେମିକା ଚନ୍ଦ୍ରଭାଗାକୁ ଭଲ ପାଉଥିଲେ, ସିଏ ତ ଆପଣଙ୍କୁ ଛାଡିକି ରାଜା ଘରକୁ ଯାଇକି ରାଜଭୋଗ ଖାଉଛି। ସିଏ ତ ଆପଣଙ୍କୁ ଭୁଲିଗଲା। ଇଏ ତ କାହାରି ନା କାହାରି ସନ୍ତାନ। ଆପଣଙ୍କ କଥା ମାନୁନି ମାନେ ଚାଲିଗଲା, ଭଲ ହେଲା। ଆଉ ବନ୍ଧୁ ଠିକ ବେଳରେ ଠିକ କଥାଟା ମତେ ଜଣେଇ ଦେଇଛ। ଏବେ ଯାହାକୁ ଦିନେ ମୁଁ ମନ ପ୍ରାଣ ଦେଇ ଭଲ ପାଉଥିଲି ସିଏ ତ ମତେ ଏକା କରି ଚାଲିଗଲା।
ଆଉ ଏଇ ଶାଳାକୁ ତୁମ ବୁଧା ବୁଲି କହିଥିଲି अबे जा बे अर्जुन जा कथारे कहती परा दैव दौड़े मଣିଷ ଗାଈ ତେଣିକି ଯାଇ ଆସିଛୁ ରେ ମନ ଶୂନ୍ୟ ହୋଇ ଯିବୁ ମଧ୍ୟ ଶୂନ୍ୟ ହୋଇ କଣ କରିବି ବନ୍ଧୁ ସତରେ ମୁଁ ନିରୁପାୟ ବନ୍ଧୁ ଏତେ ବଡ଼ ଦୁନିଆରେ ମୋର ନିଜର ବୋଲି କେହି ନାହିଁ ନା ଆପଣଙ୍କ ପିଲାଦିନର ବାଲ୍ୟ ବନ୍ଧୁ ଏ ଗୋବର୍ଦ୍ଧନ ଅଛି ହେଲେ ବନ୍ଧୁ ସେଥିପାଇଁ ଆପଣ ଚିନ୍ତା କରନ୍ତୁନି କଲିଯୁଗର ଲୋକ କହନ୍ତି ହଁ ଯାହା ମୁଣ୍ଡରେ ଚିନ୍ତା ପଶିଯାଏ ସେ ମୌଲି ପାଣି ପିଇଲେ ବାସ୍ ଚିନ୍ତାଟା ଦୂର ହେଇଯାଏ ସେଥିପାଇଁ ପ୍ରତିଦିନ ସକାଳରେ ସନ୍ଧ୍ୟାରେ ମୋ ପାଇଁ ମଦ ନେଇକି ଆସିବ ବନ୍ଧୁ ମଦ ଠିକ ଅଛି ବନ୍ଧୁ ଏଥିପାଇଁ ଆପଣ ଚିନ୍ତା କରନ୍ତୁ ଠିକ ଅଛି ତାହେଲେ ମୁଁ ବିଶ୍ରାମ କକ୍ଷରେ ବିଶ୍ରାମ କରୁଛି ଯାଆନ୍ତୁ ଯାଆନ୍ତୁ ଜମାରୁ ଭୁଲି ପାରୁନି ବନ୍ଧୁ କାହିଁକି ନା ଆଜି ଚନ୍ଦ୍ରଭାଗା କଥା କାହିଁକି ବହୁତ ମନେ ପଡୁଛି ଏ ସାଥୀ କାହିଁକି ତୁମ କଥା ମନେ ପଡୁଛି ସାଥୀ ସତରେ ଅର୍ଜୁନ ତୋ ବିନା ମୁଁ ବଞ୍ଚି ପାରିବିନି ଦେଖିଲେ ତ ଏ ଗୋବର୍ଦ୍ଧନର ବୁଦ୍ଧି ଆରେ ନଈ ପାଣି ନଈକି ଗଲା ବାପ ବିନା ପୁଅ ବିଚ୍ଛେଦ ହେଲା ଆଉ ଲୋକେ କହନ୍ତି ମତେ ଗୋବରା ଗୋବରା ଆଉ କେତେ ଲୋକ କହନ୍ତି ମତେ ଖର୍ସି ମୁଡିଆ ହେଲେ ମୁଁ ଖର୍ସି ମୁଡିଆ ନୁହଁ ମୋର ମୁଣ୍ଡରେ ଏମିତି ଦାମୀ ମସଲା ଭରିଛି ତାହାର ମୁଣ୍ଡରେ ନଥିବ ଏ ଗୋବର୍ଦ୍ଧନର ମୁଣ୍ଡରେ କଣ ଅଛି ଜାଣିଛନ୍ତି କେହି ଜାଣିନାହାନ୍ତି ଏଥରକ ମୋ ପିଲାଦିନ ବାଲ୍ୟ ବନ୍ଧୁ ପାଇଁ ମଦ ଦେଶୀ ମହୁଲି ମଦ ଦରକାର ତାରି ପାଇଁ ମୁଁ ମଦ ଯୋଗାଡ଼ କରିବି କେବେ